ଶ୍ରୀମଦ୍ଭାଗବତ। ଓಂ ବାସୁଦେବ ନାରାୟଣ ନମଃ। ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର ପ୍ରଣାମ। ଆଶା କରେ ଆପଣମାନେ ଭଲରେ ଥିବେ। ଶ୍ରୀମଦ୍ ଭାଗବତ ମହାପୁରାଣ ଚତୁର୍ଥ ସ୍କନ୍ଧ ପ୍ରଥମ ଅଧ୍ୟାୟ ଆରମ୍ଭ କରିବା। ବହୁତ ସୁନ୍ଦର ବିଷୟ, ମନୁଙ୍କ ବର୍ଷାନ ଚରିତ୍ର। ଆସନ୍ତୁ ଶୁଣିବା। ଜୟ ଜଗନ୍ନାଥ। ଓಂ ନମୋ ଭଗବତେ ବାସୁଦେବାୟ। ଚତୁର୍ଥ ସ୍କନ୍ଧ ପ୍ରଥମ ଅଧ୍ୟାୟ। ବ୍ରହ୍ମାମନ୍ୱାଦି ସୃଷ୍ଟି କଥା, ମନୁବଂଶର ଯେ ବ୍ୟବସ୍ଥା। ଚତୁର୍ଥ ସ୍କନ୍ଧେ କମ୍ପିସ ଅଧ୍ୟାয়ে ହୋଇଛି ପ୍ରକାଶ। ତା ମଧ୍ୟରେ ପ୍ରଥମ ଅଧ୍ୟାয়ে ମନୁଦୁହିତା ବଂଶ କହେ। ମୈତ୍ରେୟ ଉବାଚ ଏବେ ଶୁଣ ଏକାଚିତେ, ଚତୁର୍ଥ ସ୍କନ୍ଧ ଭାଗବତେ। ପୂର୍ବେ ଯେ ପଦ୍ମ ଜନିତନୁ, ଜନିଲେ ସ୍ୱୟଂ ଭୁବମନୁ। ତା ନାରୀ ଶତରୂପା ନାମ, ପବିତ୍ର ସର୍ବଗୁଣ ଧାମ। ତାର ଉଦରେ ବେନି ସୁତ, ଅପରେ ତ୍ରିତୟ ଦୁହିତ। ଆକୁତି ଦେବହୂତି ବେନି, ପ୍ରସୂତି ନାମେ କନ୍ୟା ତିନି। ଆକୁତି ରୁଚି କି ବରିଲା, ପୁତ୍ରିକା ଧର୍ମେ ବିବାହ ହେଲା। ଯେ ଧର୍ମ ବିଧି ବେଦ ମାର୍ଗେ, ବିଚାରି ଶତରୂପା ସଙ୍ଗେ। ସେ ପ୍ରଜାପତି ଗୃହେ ଆଣି, ସ୍ୱଧର୍ମୀ ଆକୁତି ଘରଣୀ। ସେ କନ୍ୟା ଗର୍ଭେ ରୁଚି ବୀର୍ଯେ, ପୁତ୍ର ଦୁହିତା ମହାତେଜେ। ଜନ୍ମିଲେ ଅତି ସୁଲକ୍ଷଣ, ତାଙ୍କ ନାମ ଏବେ ଶୁଣ। ଯଜ୍ଞ ପୁରୁଷ ତାଙ୍କ ବଂଶେ, ଜନ୍ମ ହୋଇଲେ ବିଷ୍ଣୁ ଅଂଶେ। କନ୍ୟା ସ୍ୱରୂପା ସୁଲକ୍ଷଣା, ତା ନାମ କଳ୍ପିଲା ଦକ୍ଷିଣା। ତହୁଁ କନ୍ୟାର ପୁତ୍ର ଆଣି, ସୁଗୃହେ ମନୁଙ୍କ ଘରଣୀ। ନିଜ ଅପତ୍ୟ ପ୍ରିୟ ଭାବେ, ପାଳନ୍ତି ମନୁ ବଂଶ ଲାଭେ। ରୁଚିର ଘରେ କନ୍ୟା ରହି, ଦକ୍ଷିଣା ନାମ ଯାର ହୋଇ। ଏମନ୍ତେ ଗଲା ଦିନା କେତେ, ସେ ରୁଚି କନ୍ୟା ଅଭିମତେ। ସେ ଯଜ୍ଞ ରୂପୀ ବିଷ୍ଣୁ ହସ୍ତେ, କନ୍ୟା ଅର୍ପିଲେ ବିଧି ମତେ। ସେ ଯଜ୍ଞପତି କନ୍ୟା ପାଇ, ଗୃହସ୍ଥ ଧର୍ମ ବିଧି ବହି। ଦକ୍ଷିଣା ଗର୍ଭେ ମନୁ ବଳା, ଦ୍ୱାଦଶ ପୁତ୍ର ଜନ୍ମ କଲା। ତୋଷ ପ୍ରତ୍ୟଶ ପୁତ୍ର ବେନି, ସନ୍ତୋଷ ଭଦ୍ର ଶାନ୍ତି ତିନି। ଷଷ୍ଠ ପୁତ୍ର ଯେ ଇଡସ୍ପତି, ବେଦେ ଅଧିକ ଯାର ମତି। ଇଦ୍ମ କବି ଯେ ବିଭୂଷଣ, ସୁଦେବ ଦ୍ୱାଦଶେ ରୋଚନ। ଏହି ଦ୍ୱାଦଶ ଭାତୃଗଣେ, ମନୁର ଆଜ୍ଞା ପରମାଣେ। ତୁଷିତ ନାମେ ଦେବଗଣ, ହୋଇଲେ ସୃଷ୍ଟିର କାରଣ। ମରିଚି ଆଦି ସପ୍ତ ମୁନି, ଯଜ୍ଞକୁ ଇନ୍ଦ୍ର ପଦେ ଘେନି। ଉତ୍ତାନ ପାଦ ପ୍ରିୟ ବ୍ରତ, ଏବେ ମନୁ ରାଜା ସୁତ। ଏହାଙ୍କ ଠାରୁ ବଂଶ ଯେତେ, ପୁତ୍ର ପତ୍ର ପ୍ରମିତେ। ଯେ କନ୍ୟା ଦେବହୂତି ନାମ,
ତାହାକୁ ଲଭିଲେ କଦମ, ତାହାର ନବ କନ୍ୟା ଗର୍ଭେ, ଯେ ଅବାଉ ପୂଜିଲେ ପୂର୍ବେ। ସେ କଥା କହିବଣି ତତେ, ତୁ ଯେଣୁ ପଚାରିଲୁ ମୋତେ। ପ୍ରସୂତି କନ୍ୟା ମନୁ ରାଜା, ଦେଇ ଦକ୍ଷକୁ କଲା ପୂଜା। ତାର ସନ୍ତତି ତିନି ଲୋକେ, ବିସ୍ତାର ହୋଇଲେ ଅନେକେ। କହିବି ଏଥିର କାରଣ, ତୁ ଏବେ ସାବଧାନେ ଶୁଣ। ଶୁଣନ୍ତେ ନବମୁନି ବଂଶ, ହରଇ ଅଶେଷ କଳମସ। କର୍ଦମ ଋଷିଙ୍କର ବାଳା, ଜ୍ୟେଷ୍ଠ ଦୋଇତା ନାମ କଳା। ମରିଚି ବୀର୍ଯ୍ୟତା ଉଦରେ, ଜନ୍ମିଲେ ବେନି ଯେ କୁମରେ। କଶ୍ୟପ ପୂର୍ଣ୍ଣମାନ ଦୁଇ, ସୁଚି ସୁନ୍ଦର ବେନି ଭାଇ। ଏ ବେନି ଭାଇଙ୍କର ବଂଶ, ଜଗତେ ଅନେକ ପ୍ରକାଶ। ବିରଜ ପୂର୍ଣ୍ଣିମାର ସୁତ, ଅପର ବିଶ୍ୱ ବିଦିତ। ତା ଦେବ ପୁଲ୍ୟା ନାମେ କନ୍ୟା, ପରେ ଯେ ଗଙ୍ଗା ନାମେ ଧନ୍ୟା। ଅତ୍ରିର ଅନସୂୟା ନାରୀ, ଅତି ସୁନ୍ଦରୀ ସୁକୁମାରୀ। ତାହାର ଗର୍ଭେ ତିନି ସୁତ, ହୋଇଲେ ଜଗତେ ବିଖ୍ୟାତ। ଦତ୍ତ ଦୁର୍ବାସା ସୋମତିନି, ତିନି ଦେବଙ୍କ ଅଂଶ ଘେନି। ବିଦୁର ଉବାଚ, ଅତ୍ରିର ପତ୍ନୀ ଗର୍ଭଗତେ, ତ୍ରିଦେବ ଜନ୍ମିଲେ କେମନ୍ତେ। ଯେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରୀ, ସୃଷ୍ଟି ପାଳନ ଅନ୍ତକାରୀ। କି ହେତୁ କି କର୍ମ ବିଚାରୀ, କିମ୍ପା ଜନ୍ମିଲେ ଦେହ ଧରି। ଏ କଥା ସଂଶୟ ତମୋତେ, ଭୂମୁନି କହ ଶୁଦ୍ଧ ଚିତ୍ରେ। ମୈତ୍ରେୟ ଉବାଚ, ଶୁଣ ବିଦୁର ତୋଷ ମନ। ଅତ୍ରି ଯେ ବ୍ରହ୍ମାର ନନ୍ଦନ, ସ୍ୱଭାବେ ବ୍ରହ୍ମଜ୍ଞାନୀ ବର। ବ୍ରହ୍ମା ବୋଇଲେ ତପ କର, ଯେ ତପେ ଯେ ବା ଦେବ ସେବି। ତାର ପ୍ରସନେ ଫଳ ଲଭି, ହେମନ୍ତ ପିତା ବାକ୍ୟ ମାନି। ଧର୍ମପତ୍ନୀଙ୍କୁ ସଙ୍ଗେ ଘେରି, ସେ ପତିବ୍ରତା ଅନୁସୂୟା। ତାକୁ ନ ଲାଗେ ବିଷ୍ଣୁ ମାୟା, ସେ ସାଧୁ ପତ୍ନୀ ସଙ୍ଗ ମେଳେ। ପିଳିଲେ ରୁକ୍ଷ କୁଳା ଚଳେ, ସେ ଗିରି ଶିଖେ ନାନା ଫୁଲ। ସୁରଙ୍ଗ ସୁଗନ୍ଧ ଅତୁଲ୍ୟ, ନିର୍ବିନ୍ଧ୍ୟା ନାମେ ନଦୀ ବହେ। ସ୍ନାନେ ସକଳ ପାପ ଦହେ, ସେ ବନେ ପଶିବେନି ଜନେ। ତପ ସମାଧି ଯୋଗ ଧ୍ୟାନେ, ଏକ ଚରଣେ ଉଭା ହୋଇ। ঊର୍ଧ୍ବ ବଦନେ ଶୂନ୍ୟ ଧାଇ, ସତେ ବରଷ ଯୋଗ ଧ୍ୟାନେ। ବଞ୍ଚିଲେ ପବନ ସନେ, ହେମନ୍ତ ଚିତେ ନିତ୍ୟେ ଚିନ୍ତି। ସେ ବନେ ତପ ସେ ସାଧନ୍ତି, ঊର୍ଧ୍ବ ବଦନେ ସେ ନିଶ୍ଚଳ। ହେମନ୍ତେ ଗଲା ଦୀର୍ଘ କାଳ, ପ୍ରାଣ ସଂଯମ ଶ୍ରମ ବଳେ। ଶିରେ ପୂଜିଲା ନଳେ, ତେଜେ ତା ପିଲା ତିନି ପୁର। ଦେଖି କମ୍ପିଲେ ସୁର ନର, ତକ୍ଷଣେ ପ୍ରଭୁ ନର ହରି। ତିନି ଦେବଙ୍କ ରୂପ ଧରି, ବେଗେ ମିଳିଲେ ଶୂନ୍ୟ ପଥେ। ଦେବଙ୍କ ଆଗମନ ଦେଖି, ସେ ମୁନି ଆସନ ଉପେକ୍ଷି। ହରଷ ଅଶ୍ରୁ ଜଳ ନେତ୍ରେ, ପ୍ରଣାମ କରି ଦଣ୍ଡବତେ।
উঠি চাহই শূন্য মার্গে তিনি মূরতি দেখি আগে বৃষভ পক্ষী রাজ জানে পরমহଂସର ବିମାନେ ତିନି ଦେବଙ୍କ ଚିହ୍ନ ଦେଖି ନିର୍ମଳ କଲାବେନି ଆଖି ଦେଖଇ ବ୍ରହ୍ମା ବିଷ୍ଣୁ ହର ନିଜ ଆୟୁଧ ଧରି କର ପ୍ରସନ୍ନ ଦିଶେ ମୁଖ କାନ୍ତି ଈଶିତ ହାସେ ଶୋଭା ପାନ୍ତି ଏମନ୍ତ ଦେଖି ତିନି ମୁଖ ପୁନି ଛାଡ଼ିଲେ ମନ ଦୁଃଖ କର ଅଞ୍ଜଳି ଶିରେ ଦେଇ ବୋଲଇ ତାଙ୍କ ମୁଖ ଚାହିଁ ଅତ୍ରି ଉବାଚ ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହର ନମଇ ଚରଣେ ତୁମ୍ଭର ସୃଷ୍ଟି ପାଳନ ସଂହାରଣେ ତୁମ୍ଭର ଶରୀର ପ୍ରମାଣେ ଭକ୍ତ ଜନକ ପ୍ରୀତି ଯୋଗେ ଶରୀର ବହ ଯୁଗେ ଯୁଗେ ମୁଁ ଧ୍ୟାନ କଲି ଯାହା ରୂପ କହେ ମୋତେ ତା ସ୍ୱରୂପ ସନ୍ତାନ ପାଇଁ ଭଗବାନ ତପେ ମୁଁ କଲି ଆରାଧନ ମୈତ୍ରେୟ ଉବାଚ ଏମନ୍ତ ଅତ୍ରି ବାକ୍ୟ ଶୁଣି ବିଷ୍ଣୁ ଶଙ୍କର କୁଶ ପାଣି କହନ୍ତି ଅତ୍ରି ମୁଖ ଚାହିଁ ଭୂମୁନି ଭାଗ୍ୟବନ୍ତ ତୁହି ତୋହର ପ୍ରାୟ ତପ ଘୋରେ ତପସ୍ୱୀ ନାହିଁ ଏ ସଂସାରେ ପତ୍ନୀ ସହିତ ଦୁଃଖ ସହି ତପ ଯେ କଲୁ ବନେ ରହି ଚିତେ ତୁ କଳ୍ପି ଅଛୁ ଯାହା ତୋତେ ପ୍ରାପତ ହେଉ ତାହା ତେଣୁ ଆମ୍ଭର ତୋତେ ଦୟା ତପେ ଗଧ କଲୁ କାୟା ଯାହାକୁ ଧ୍ୟାନ କରୁ ତୁହି ସେ ଆମ୍ଭେ ତିନି ଏକ ହୋଇ ମନେ ତୁ ସଂଶୟ ନ କର ହୋଇବୁ ତୋହର କୁମର ତୋହର ଯଶ ଏ ଜଗତେ ନିଶ୍ଚଳ ରହିବ ଯେ ମନ୍ତେ କରିବୁ ସତ୍ୟ ଏ ବଚନ କହି ହୋଇଲେ ଅନ୍ତର୍ଧ୍ୟାନ ନିଜ ଭୁବନେ ଗଲେ ଦେବେ ଶୁଣ ବିଦୁର କହୁ ଏବେ ସେ ଅତ୍ରି ପତ୍ନୀ ଗର୍ଭ ଭାବେ ଜନ୍ମ ହୋଇଲେ ତିନି ଦେବେ ନୟନ ମଧୁ ସୋମ ଜାତ ଉଦରୁ ଦତ୍ତ ଯେ ସମ୍ଭୂତ ଦୁର୍ବାସା ଦୁର୍ଜିଟିର ଅଂଶେ ଜନ୍ମ ହୋଇଲେ ପୃଷ୍ଠ ଦେଶେ ତପ ପ୍ରଭାବର ଏ ଗୁଣ ଏବେ ଅଙ୍ଗିରା ବଂଶ ଶୁଣ ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ ତାର ସଙ୍ଗମେ ପ୍ରଜାପତି ଚାରିକୁ ମାରି ଜନ୍ମ କଲା ସୁନ୍ଦର ରୂପ ଗୁଣଶୀଳା ତୁଳନା ନାହିଁ ଅନୁପମ ଶୁଣ ହୋ ତାହାଙ୍କର ନାମ ପ୍ରଥମ କନ୍ୟାସିନୀ ବାଲି ଅପରେ କୁହୁରା କାବାଳି ଚତୁର୍ଥ କନ୍ୟା ଅନୁମତି ଏମନ୍ତେ କନ୍ୟାଙ୍କର ଖ୍ୟାତି ଅପରେ ବେନି ପୁତ୍ର ଜାତ ଉତଥ୍ୟ ବୃହସ୍ପତି ଖ୍ୟାତ ଈଶ୍ୱାରୋହିତ ମନନ୍ତରେ ଗୁଣେ ବିଖ୍ୟାତ ତିନି ପୁରେ ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ ପୁଲସ୍ତ୍ୟ ବଂଶ ଏବେ ଶୁଣ ଅଗସ୍ତ୍ୟ ବହିର୍ଭୂତରେ ଜନ୍ମିଲେ ପୁଲସ୍ତ୍ୟ ବୀର୍ଯ୍ୟରେ ଏ ଅନ୍ୟ ଜନ୍ମରେ ଜଠର ଅଗ୍ନିରେ ଖ୍ୟାତ ତିନି ପୁର ବିଶ୍ରବା ନାମେ ଆରସୁତ ଯାଜସ ତିନି ପୁରେ ଖ୍ୟାତ ତା ପତ୍ନୀ ନାମ ଇଡ଼ ବିଡ଼ା ଦୁର୍ଜୟ ପୁତ୍ର ପ୍ରସବିଲା କୁରୂପ ଦେଖି ତା ଶରୀର ତା ନାମ କଳ୍ପିଲା କୁବେର ପୁଣି ବିଶ୍ରବା ତେଜ ଘେନି କେଶିନୀ ଗର୍ଭେ ପୁତ୍ର ତିନି ରାବଣ କୁମ୍ଭକର୍ଣ୍ଣ ନାମ ତେଜେ ତ୍ରୈଲୋକ୍ୟ ନାହିଁ ସମ
জন্ম হইলে বিভীষণ বিষ্ণু ভকত মহাজন। পুলহ বংশ ଏବେ ଶୁଣ କହିବା ତାହାଙ୍କର ଗୁଣ। ପୁଲହ ଭାର୍ଯ୍ୟା ଗତି ଗର୍ଭେ ତିନି ବାଳକ ଜନ୍ମ ଲଭେ। କେପାରେ ତାଙ୍କ ଗୁଣ ଚିନ୍ତି ଅନଳ ପ୍ରାୟ ତେଜ କାନ୍ତି। ଜ୍ୟେଷ୍ଠର ନାମ କର୍ମ ଶ୍ରେଷ୍ଠ ଦ୍ୱିତୀୟ ବରିୟାନ ଶିଷ୍ଟ। ସହିଷ୍ଣୁ ତୃତୀୟ ପ୍ରକାଶ ଏବେ ତୁ ଶୁଣ କର୍ତ୍ତୃବଂଶ। କ୍ରତୁର ପତ୍ନୀ କ୍ରିୟା ନାମ ତା ପୁତ୍ର ଶୁଣ ପୁଣ୍ୟଧାମ। ଷଷ୍ଠୀ ସହସ୍ର ବାଳ ଖିଲ୍ୟା ତା ଗର୍ଭେ ପୁତ୍ର ଉପୁଜିଲା। କେପାରେ ତାଙ୍କ ଗୁଣ ଚିନ୍ତି ଅନଳ ପ୍ରାୟ ବିରାଜନ୍ତି। ଶୁଣ କହିବା ବିଷ୍ଣୁ ଭାବେ ବିଶିଷ୍ଟ ବୀର୍ଯ୍ୟ ଉର୍ଜା ଗର୍ଭେ। ନିର୍ମଳ ଗୁଣେ ସପ୍ତ ଋଷି ମନୁ ଅନ୍ତରେ ଯାହା ଘୋଷି। ଶୁଣ ବିଦୁର ମନ ସୁଖେ ତାହାଙ୍କ ନାମ କହୁ ମୁଖେ। ଜ୍ୟେଷ୍ଠ ଚିତ୍ର କେତୁ ସୁରୁଚି ବିରଜା ମିତ୍ର ବେନି ବସି। ଉଲ୍ବଣ ବସୁଭୃତ ଯାନ ଦ୍ୱିମାନ ଶକ୍ତି ଆଦି ଅନ୍ୟ। ଚିତିର ବଂଶ ଏବେ କହି ଶୁଣ ବିଦୁର ମନ ଦେଇ। ଚିତି ଯେ ଅଥର୍ବଣ ପତ୍ନୀ ତା ଗର୍ଭେ ଏକ ପୁତ୍ର ଜନ୍ମି। ଦଧିଚି ନାମେ ମହାଧୀର ତା ଅନ୍ୟ ନାମ ଅଶ୍ୱଶିର। କିଏ କହିପାରେ ତାଙ୍କ ଗୁଣ ଏବେ ତୁ ଭୃଗୁ ବଂଶ ଶୁଣ। ଭୃଗୁର ପତ୍ନୀ ଖ୍ୟାତି ଗର୍ଭେ ତିନି ଅପତ୍ୟ ଜନ୍ମ ଲଭେ। ଧାତା ବିଧାତା ବେନି ସୁତ କନ୍ୟାଏ କମଳା ସମ୍ଭୂତ। କମଳା ବିଷ୍ଣୁଙ୍କୁ ବରିଲା ସେ ଅନୁରୂପ ପତି କଲା। ଧାତା ବିଧାତା ବେନି ବାଳେ ସୁନ୍ଦର ରୂପ ବାଳ କାଳେ। ମେରୁରୁ ଶିର ଯେ ଦୁହିତା ଆୟତି ନିୟତି ସମ୍ଭୂତା। ଏବେନି କନ୍ୟା ବେନି ଭାଇ ବିଭା ହୋଇଲେ ଭାବ ବହି। ସେବେନି କନ୍ୟା ଗର୍ଭଗତେ ଜନ୍ମ ଲଭିଲେ ବେନି ସୁତେ। ମୃକଣ୍ଡ ପ୍ରାଣ ତାଙ୍କ ନାମ ସୁନ୍ଦରେ ସମନ୍ୱେ କାମ। ମୃକଣ୍ଡ ସୁତ ମାର୍କଣ୍ଡେୟ ପ୍ରାଣର ଏକ ଇତନୟ। ତା ନାମ ଦେବଶିରା ହୋଇ ମୁନିଙ୍କ ମଧ୍ୟେ ମହାଶୟ। ଭୃଗୁର କବି ନାମେ ପୁତ୍ର ଉଷନା ମୁନି ତାର ସୁତ। ଏ ସର୍ବ ମୁନି ମହାଜନ ସ୍ୱଭାବେ ତ୍ରୈଲୋକ୍ୟ ଭାବନ। ଏମନ୍ତେ କର୍ଦମ ଦୁହିତି କହିଲି ମୁନି ବଂଶ ଖ୍ୟାତି। ଶ୍ରଦ୍ଧାଏ ଶୁଣନ୍ତି ଯେ ନରେ ଜ୍ଞାନ ଅଜ୍ଞାନ ପାପ ହରେ। ଯେ ସ୍ୱୟଂ ଭୁବ ମନୁସୁତା ପ୍ରସୂତି ନାମେ ପତିବ୍ରତା। ତାହାର ପତି ସୁଧମତି ଯାନାମ ଦକ୍ଷ ପ୍ରଜାପତି। ତା ବୀର୍ଯ୍ୟେ ପ୍ରସୂତିର ଗର୍ଭେ ଷୋଡ଼ଶ କନ୍ୟା ସେ ପ୍ରସବେ। ଜନ୍ମିଲେ ନାରୀ ସୁଲୋଚନୀ ରୂପେ ତ୍ରିଭୁବନ ମୋହିନୀ। ଧର୍ମକୁ ତ୍ରୟୋଦଶ ନାରୀ ଦେଲା ସେ ଅଳଙ୍କାର ଭରି। ଅଗ୍ନି କି ଏକ କନ୍ୟା ଦେଲା ପିତୃପୁରୁଷେ ଏକ ବାଳା। ଅପରେ ସତୀ ନାମେ କନ୍ୟା ସୁଶୀଳା ପତିବ୍ରତା ଧନ୍ୟା। ଭବଙ୍କୁ କଲେ ସମ୍ପ୍ରଦାନ ଯାନାମ ଭବ ବିନାଶନ। ବିଦୁର ହୋଇ ଶୁଦ୍ଧ ମନ ଧର୍ମପତ୍ନୀଙ୍କ ନାମ ଶୁଣ। ଶ୍ରଦ୍ଧା ମୈତ୍ରୀ ଦୟା ଶାନ୍ତି ତୁଷ୍ଟି ପୁଷ୍ଟି କ୍ରିୟା ଉନ୍ନତି। ତିତିକ୍ଷା ଲଜ୍ଜା ବୁଦ୍ଧି ମେଧା ମୂର୍ତ୍ତି ସହିତେ ଯେ ପ୍ରସିଦ୍ଧା। ଏ ତ୍ରୟୋଦଶ ଧର୍ମ ନାରୀ ଦକ୍ଷ ସୁମନେ ବିଭା କରି।
ଶ୍ରଦ୍ଧାର ସୁତ ସତ୍ୟଖ୍ୟାତ ପ୍ରସାଦ ମୈତ୍ରୀ ତହୁଁ ଜାତ ଦୟାର ସୁତ ଯେ ଅଭୟ ସୁଖ ଯେ ଶାନ୍ତିର ତନୟ ହର୍ଷକୁ ପ୍ରସବିଲା ତୁଷ୍ଟି ଗର୍ଭ ପ୍ରସବ କଲା ପୁଷ୍ଟି କ୍ରିୟାର ତହୁଁ ଯୋଗ ହୋଇ ଉନ୍ନତି ଦର୍ପ ପ୍ରସବଇ ତିତିକ୍ଷା ତହୁଁ କ୍ଷମ ହେଲା ଲଜ୍ଜା ବିନୟ ଜାତ କଲା ବୁଦ୍ଧିର ପୁତ୍ର ଅର୍ଥ ପୁଣ ମେଧାର ତନୟ ସ୍ମରଣ ମୂର୍ତ୍ତିର ସୁତ ଏବେ କହି ଆଶ୍ରିତ ସର୍ବଗୁଣ ଜହି ସେବେନି ନର ନାରାୟଣ ତାହାଙ୍କ ଜନ୍ମ କର୍ମ ଶୁଣ ଏ ମୂର୍ତ୍ତି ପୁତ୍ର ଜନ୍ମ ଦିନେ ଆନନ୍ଦ ଏ ତିନି ଭୁବନେ ଦିଗ ପବନ ଗିରି ନଦୀ ଆନନ୍ଦେ ଉଛୁଳେ ଜଳଧି ଆକାଶେ ପୁରେ ତୁର୍ଯ୍ୟ ଘୋଷେ ନିର୍ମେଘେ କୁସୁମ ବରସେ ସକଳ ମୁନି ସ୍ତୁତି କଲେ ଅପ୍ସରା ମାନେ ନୃତ୍ୟ ଭୋଳେ ଗନ୍ଧର୍ବ କିନର ଆନନ୍ଦେ ଗାଇଲେ ବିଦ୍ୟାଧର ବୃନ୍ଦେ ସକଳ ଗ୍ରହେ ଅନୁକୂଳ ଉତ୍ସବ ପରମ ମଙ୍ଗଳ ହରସେ ହର ପଦ୍ମ ଯୋନି ସଙ୍ଗେ ଦେବତା ବୃନ୍ଦ ଘେନି ମିଳିଲେ ଧର୍ମର ଭୁବନେ ଆନନ୍ଦ ମନେ ସର୍ବଜମେ ଦେବା ଉବାଚ ଯେ ନିଜ ମାୟା ଗୁଣେ ହରି ବିଶ୍ୱ ସଂସାରେ ଦେହ ଧରି ବିଶ୍ୱ ପାଳନ କ୍ଷମାର୍ଥେ ଭାରତ ଭୂମି ମଧ୍ୟ ଗତି ଧର୍ମର ଗୃହେ ଅବତରି ପ୍ରକଟ ଋଷି ରୂପ ଧରି ତପ ଆଚରେ ଜନହିତେ ସେ ହରି ଚରଣେ ନମସ୍ତେ ଯେ ହରି ସୃଷ୍ଟି ସ୍ଥିତି ଅର୍ଥେ ଆମ୍ଭଙ୍କୁ ସର୍ଜଇ ଯେ ସତେ ସର୍ବରକ୍ଷଣ ଅର୍ଥେ ହରି ଆତ୍ମାକୁ ବେନି ରୂପ କରି ପରିପାଳନ ତପ ବଳେ ଆସନ ଧରଣୀ ମଣ୍ଡଳେ ଶ୍ରୀନିକେତନ ଜିଣି ନେତ୍ର କିଞ୍ଚିତ ଇକ୍ଷଣେ ପବିତ୍ର ଯେ ପ୍ରାଣୀ ତାକୁ ଆଶ୍ରୟ କରେ ସଂସାର ବନ୍ଧୁ ସୁଖେ ତରେ ସେବେନି ରୂପେ ବିଷ୍ଣୁ ଅଂଶେ ଜନ୍ମ ଲଭିଲେ ଧର୍ମ ବଂଶେ ଏମନ୍ତ ସୁର ଗଣେ କହି ସ୍ତୁତି କରନ୍ତି ମୁଖ ଚାହିଁ ସେ ଦେବ ସ୍ତୁତି ପୂଜା ଘେନି ସେ ନର ନାରାୟଣ ବେନି ତପେ ଜଗତ ଜନହିତେ ସେ ଗନ୍ଧ ମାଦନ ପର୍ବତେ ମିଳିଲେ ଶୁଭ ଲଗ୍ନ ବେଳେ ଭାରତ ଭୂମି ସୁମଙ୍ଗଳେ ଭୂମିର ଭାର ନିବାରଣେ ଜଗତ ପରମ କାରଣେ ସମ୍ଭୂତ ଯଦୁ କୁରୁ ବଂଶେ କୃଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ ଅଗ୍ନିର ସ୍ୱାହା ନାମେ ନାରୀ ତିନି କୁମର ଜାତ କରି ତାପକ ପବମାନ ସୂଚି ଘୃତ ଭୋଜନେ ତାଙ୍କ ରୁଚି ଏ ତିନି ବୀର୍ଯ୍ୟ ଅଗ୍ନି ଗଣେ ଜନ୍ମିଲେ ସଂସାର ଧାରଣେ 45 ରୂପ ହୋଇ ତେଜେ ଗଞ୍ଜନ୍ତି ସ୍ୱର୍ଗମହି ସେ ପୁଣି ପିତୃ ପିତାମହ ସଙ୍ଗତେ 49 ଦେହ ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ ମିଳନ୍ତି ବୈତାନିକ ରଙ୍ଗେ ଯେ ବ୍ରହ୍ମବାଦୀ ବିପ୍ର ଗଣେ ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ ଅଗ୍ନିରେ କରନ୍ତି ହବନ ପିତୃଙ୍କ ନାମ ଏବେ ଶୁଣ ଅନଳ ସ୍ୱାତ ବହିର୍ଷଦ ସୌମ୍ୟ ଆଜପ ଆଦି ଭେଦ ଅଗ୍ନିକ ନିରଗ୍ନିକ ଦୁଇ ଏହାଙ୍କ ପତ୍ନୀ ଶ୍ରଦ୍ଧା ହୋଇ ତାର ଉଦରେ କନ୍ୟା ବେନି ଜନ୍ମିଲେ ପିତୃରୂପ ଘେନି ଜାନାମ ବୟୁନା ଧାରିଣୀ ସ୍ୱଭାବେ ସେ ବ୍ରହ୍ମବାଦିନୀ ଏ ଅନ୍ତେ ଦକ୍ଷ ପ୍ରଜାପତି
ତାର ଦୁହିତା ନାମ ସତୀ, ଈଶ୍ୱର ପତ୍ନୀ ସେ ସ୍ୱଭାବେ, ତାର ଚରିତ ଶୁଣ ଏବେ। ଆତ୍ମସଦୃଶ ପୁତ୍ର ଗର୍ଭେ, ସେ ସତୀ କେବେ ନ ଲଭେ। ପିତା ଅବଜ୍ଞା ସ୍ୱାମୀ ତୁଲେ, ଚିତେ ସେ ନ ସହିଲା ଭଲେ। ପିତାର ଯଜ୍ଞଶାଳେ ଯାଇ, ସ୍ୱାମୀର ଛଳେ କୋପ ବହି। ଦେବଙ୍କ ମଧ୍ୟେ ଯଜ୍ଞଶାଳେ, ଜୀବନ ଛାଡ଼େ ଯୋଗ ବଳେ। ଚତୁର୍ଥ ସ୍କନ୍ଧେ ଭାଗବତ, କହିଲା ବିପ୍ର ଜଗନ୍ନାଥ।